2024 ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ଚଣା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳ ପ୍ରାର୍ଥୀ ଓ ଟିକେଟ୍ ଘୋଷଣା କରିବା ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିଲା ଯେ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କୌଣସି ନିର୍ଦ୍ଦିଷ୍ଟ ନେତାଙ୍କ ଉପରେ ଭରସା କରିପାରୁନାହିଁ, ପ୍ରତ୍ୟେକ ନିର୍ବାଚନରେ ପ୍ରାର୍ଥୀ ପରିବର୍ତ୍ତନ କରୁଛି। ଯାହା ଗଣମାଧ୍ୟମରେ ପ୍ରକାଶ ପାଉଥିଲା ତାହା ଭୁଲ ପ୍ରମାଣିତ ହେଲା ଏବଂ ଦ୍ୱିତୀୟ ଥର ଭାବେ 19ର କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ଉପରେ ପୁଣି ଥରେ ବିଶ୍ୱାସ ଓ ଆସ୍ଥା ପ୍ରକଟ କରି 2 ଦିନ ତଳେ ଜାତୀୟ କଂଗ୍ରେସ ପୁଣି ଥରେ ବଡ଼ଚଣା କଂଗ୍ରେସ ନେତା ଅଜୟ କୁମାର ସାମଲଙ୍କ ନାମରେ ମୋହର ମାରିଛି। ତେବେ ଏ ଯେଉଁ ପରିବର୍ତ୍ତନ ଯେଉଁ ହେଇଛି ଏହାକୁ କେତେ ଦୂର ଅଜୟ କୁମାର ସାମଲ ଗ୍ରହଣ କରୁଛନ୍ତି ସିଧାସଳଖ ଭାବେ ଆଲୋଚନା କରିବା। ପ୍ରଥମେ ଆପଣଙ୍କୁ ଅଭିନନ୍ଦନ ଯେ ଜାତୀୟ କଂଗ୍ରେସ ଆପଣଙ୍କ ଉପରେ ପୁଣି ଥରେ ଆସ୍ଥା ଓ ବିଶ୍ୱାସ କରି ଟିକେଟ୍ ପ୍ରଦାନ କରିଥିବାରୁ ଏ ଘଡ଼ି ସନ୍ଧି ମୁହୂର୍ତ୍ତରେ ଦଳକୁ ଆପଣ କେତେ ମଜବୁତ କରିବେ? ଭାରତୀୟ ଜାତୀୟ କଂଗ୍ରେସ ଦଳ ଦ୍ୱିତୀୟ ଥର ମୋର ପ୍ରାର୍ଥୀତ୍ୱ ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଥିବାରୁ ମୁଁ ପ୍ରଥମେ ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ, ଆମର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଜୀ, ଆମର ଯିଏ ପ୍ରହାରୀ ଅଛନ୍ତି ଏଠି ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ଜେନେରାଲ ସେକ୍ରେଟାରୀ ଡକ୍ଟର ଅଜୟ କୁମାର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଉଛି ଏବଂ ଧନ୍ୟବାଦ ଦେଉଛି ବଡ଼ଚଣାର ଅଗଣିତ ଜନସାଧାରଣଙ୍କୁ ଯେଉଁମାନେ ଦୀର୍ଘ ସମୟ ଧରି ସମସ୍ତ ନକାରାତ୍ମକ ପରିସ୍ଥିତିରେ ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସ ଦଳର କାମ କରିବା ପାଇଁ ଉତ୍ସାହ ପ୍ରଦାନ କରି ଆସୁଥିଲେ, ସହଯୋଗ କରି ଆସୁଥିଲେ। ମୁଁ ସେମାନଙ୍କୁ ଧନ୍ୟବାଦ ଦେବି। ଗଣମାଧ୍ୟମରେ କ'ଣ ଆସିଲା ତାହାର ଉତ୍ତର ମୋ ପାଖରେ ନାହିଁ, କିନ୍ତୁ ଅନେକ କଥା ଅଛି ଯେଉଁଟାକି ଦଳୀୟ ବଳୟ ଭିତରେ ଥାଏ। ନାଇଁ, ଏହା ତ ସତ୍ୟ, କିନ୍ତୁ ଯଦି ଦେଖିବା ପୂର୍ବ 3-3ଟି ନିର୍ବାଚନ କଂଗ୍ରେସ ନିର୍ଦ୍ଦିଷ୍ଟ ଭାବେ ପ୍ରାର୍ଥୀ ପରିବର୍ତ୍ତନ କରିଛି, ଏହାକୁ ତ ଆପଣ ମନା କରିପାରିବେନି ନା, କାଟିପାରିବେନି ନା। 2009ରେ ଯିଏ ପ୍ରାର୍ଥୀ ଥିଲେ ଏଠୁ 2014ରେ ପରିବର୍ତ୍ତନ ହୋଇଥିଲା ଏବଂ 2014ରେ ଯେ ଦଳର ନେତୃତ୍ୱ ଦେଉଥିଲେ ଶେଷ ମୁହୂର୍ତ୍ତରେ ସେ ଦଳ ଛାଡ଼ି ଚାଲିଯିବାରୁ ଦଳ ଅନ୍ୟ କାହା ଉପରେ ଭରସା କଲା। ତେଣୁ 2019ରେ ମୁଁ ତ ନିର୍ବାଚନ ଲଢ଼ିଥିଲି ଏବଂ ମୁଁ ଭାରତୀୟ ଜାତୀୟ କଂଗ୍ରେସ ଦଳର ସମସ୍ତ କାର୍ଯ୍ୟକ୍ରମ ତାହା ହିଁ ଦ୍ୱିତୀୟବାର ପ୍ରାର୍ଥୀ ଚୟନ କରିବାର ସକାରାତ୍ମକ ଦୃଷ୍ଟିଭଙ୍ଗୀ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି, ଯାଜପୁର ଜିଲ୍ଲା କଂଗ୍ରେସ କମିଟି, ନିଖିଳ ଭାରତ କଂଗ୍ରେସ କମିଟି କୌଣସି କାର୍ଯ୍ୟକ୍ରମରେ ବଡ଼ଚଣା କଂଗ୍ରେସ ଅନୁପସ୍ଥିତ ରହିନାହିଁ। ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟତାର ସହ ସାମିଲ ହୋଇଛି। ଚଳିତ ଥର ଯଦିଓ ବା ପ୍ରଗମନ ଆପ୍ରେ ଆପଣ ଆବେଦନ କରିଥିଲେ, କିନ୍ତୁ ଆପଣ କ'ଣ ନିଶ୍ଚିତ ଥିଲେ ଯେ ଦଳ ଆପଣଙ୍କୁ ପୁନର୍ବାର ଟିକେଟ୍ ଦେବ ଏବଂ ଆପଣ ନିର୍ବାଚନ ଲଢ଼ିବେ? ମୁଁ ଆଶାବାଦୀ ଥିଲି ଯେ ମୋର ପ୍ରାର୍ଥୀତ୍ୱକୁ ଦଳ ଗୁରୁତ୍ୱ ପ୍ରଦାନ କରି ପରୀକ୍ଷା ନିରୀକ୍ଷା କରିବ ଏବଂ ତାହା ମଧ୍ୟ କରାଯାଇଛି। ତେବେ ବିଗତ 19ରୁ 24 5 ବର୍ଷ ମଧ୍ୟରେ ଆପଣ ବିଧାୟକ ପ୍ରାର୍ଥୀ ଭାବେ ଯାହା ଏକ୍ସପେରିମେଣ୍ଟ ଯାହା ରାଜନୈତିକ ସମୀକ୍ଷା କରିବା କଥା କରିଛନ୍ତି ଏବଂ ଆଶାତୀତ ଭାବେ ଆପଣ ମଧ୍ୟ ଭଲ ଭୋଟ ମଧ୍ୟ ପାଇଛନ୍ତି। 24 ନିର୍ବାଚନ 2ଟି ଯେଉଁ ରହୁଛନ୍ତି ପ୍ରମୁଖ ଦଳର ପ୍ରତିଦ୍ୱନ୍ଦ୍ୱୀ, ଜଣେ ସିନେମା ଜଗତର ନାୟିକା ଏବଂ ଆଉ ଜଣେ ଭାରତୀୟ ଜନତା ପାର୍ଟିର ନାୟକ, ସେମାନଙ୍କୁ କେମିତି ସାମ୍ନା କରିବେ, କେମିତି ସେମାନଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିବେ? ଆମର କଂଗ୍ରେସ ଦଳ ସମସ୍ତ ରାଜନୈତିକ ଦଳର ନିର୍ବାଚନ ଇସ୍ତାହାର ପୂର୍ବରୁ ସର୍ବପ୍ରଥମେ ଇସ୍ତାହାର ଗ୍ୟାରେଣ୍ଟି କଥା କହି ଆସିଛି।
ଦଳୀୟ ବ୍ରାଣ୍ଡରେ ଦଳୀୟ ବ୍ରାଣ୍ଡରେ ମାନେ କଂଗ୍ରେସ ଗ୍ୟାରେଣ୍ଟିରେ କଂଗ୍ରେସ ଗ୍ୟାରେଣ୍ଟିରେ ସେ ଗ୍ୟାରେଣ୍ଟି ଆମକୁ କର୍ମୀମାନଙ୍କ ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ ସେ ଗ୍ୟାରେଣ୍ଟିର ବାର୍ତ୍ତାଟା ପହଞ୍ଚାଇବାକୁ ପଡ଼ିବ। ଲୋକ ଯେକୌଣସି ଅବସ୍ଥାରେ ଥାଉ, ଇ ତ ଦେଇଛନ୍ତି 5 ଲକ୍ଷ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ BSKY କାର୍ଡ଼ ଯେଉଁଟା ସ୍ୱାସ୍ଥ୍ୟ ବୀମା, ସେଥିରେ ବାଛ ବିଚାର ଅଛି। ଇନକମ୍ ଟ୍ୟାକ୍ସ ପାଇପାରିବେ ନାହିଁ, ସରକାରୀ ଚାକିରି କରୁଥିବା ବ୍ୟକ୍ତି ପାଇପାରିବେ ନାହିଁ, ଯେଉଁମାନେ ରେସନ କାର୍ଡ଼ ନାହିଁ ସେମାନେ ମଧ୍ୟ ପାଇପାରିବେ ନାହିଁ। କିନ୍ତୁ ଭାରତୀୟ ଜାତୀୟ କଂଗ୍ରେସ ଦଳ ଲୋକର ବୃତ୍ତି ଯାହା ହେଇଥାଉ ନା କାହିଁକି, ତାର ପରିସ୍ଥିତି ଯେତେ ତଳେ ଥାଉ ଯେତେ ଉପରେ ଥାଉ, 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା, ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ଇଏ ହେଉଛି କଂଗ୍ରେସ ଦଳର ଗ୍ୟାରେଣ୍ଟି। କଂଗ୍ରେସ ଦଳର ଗ୍ୟାରେଣ୍ଟି ହେଉଛି ସମସ୍ତ କୃଷି ଋଣ ଛାଡ଼। ଖାଲି କୃଷି ଋଣ ଛାଡ଼ର କଥା କହିଲେ ହେବ ନାହିଁ। କୃଷି ଋଣ ଛାଡ଼ କଥା ନୁହଁ, ସେଦିନ ଯିଏ ଯଦି ସାଲେପୁର କୁଳିଆଠାରେ ଯିଏ ରାହୁଲ ଗାନ୍ଧୀଙ୍କ କଥାକୁ ମନ ଧ୍ୟାନ ଦେଇ ଶୁଣିଥିବେ, ସେ କହିଲେ କୃଷି ଋଣ ଛାଡ଼ କରିକି ଆମେ ବସିଯିବୁ ନାହିଁ। କୃଷକମାନଙ୍କ ସ୍ୱାର୍ଥ ପାଇଁ, କୃଷକମାନଙ୍କ ସୁବିଧା ପାଇଁ ଆମେ କମିଶନ ଗଠନ କରି ଅହରହ କମିଶନଙ୍କ ଠାରୁ ରିପୋର୍ଟ ମାଗିବୁ, କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବୁ। ଅତଏବ କୃଷକମାନଙ୍କ ପାଇଁ ଏଇ ଯେଉଁ ଯୋଜନା ଅଛି, ଯେଉଁ ଗ୍ୟାରେଣ୍ଟି ଅଛି, ଯେଉଁ ଆଲୋଚନା ଅଛି, ଏ ଯେଉଁ ବିଚାରଧାରା ଅଛି, ଏହା ଅନ୍ୟ କୌଣସି ରାଜନୈତିକ ଦଳରେ ନାହିଁ। ଏ କଥା ଲୋକଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ। ସିଧାସଳଖ ବେକାରୀ ଭତ୍ତା 3000 ଟଙ୍କା ମାସକୁ ଦିଆଯିବ। এটা ଅତ୍ୟନ୍ତ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। ଅତ୍ୟନ୍ତ ସ୍ପଷ୍ଟ ଉଲ୍ଲେଖ ରହିଛି। ବାର୍ଦ୍ଧକ୍ୟ, ବିଧବା, ବିକଳାଙ୍ଗ ଭତ୍ତାକୁ 1000 ଟଙ୍କାରୁ 2000 ଟଙ୍କା କରାଯିବ। 500 ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦେବା ସଙ୍ଗେ ସଙ୍ଗେ 200 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଦିଆଯିବ। ଇଏ ହେଉଛି ଭାରତୀୟ ଜାତୀୟ କଂଗ୍ରେସ ଦଳର ଗ୍ୟାରେଣ୍ଟି। ଆମେ ଅନ୍ୟ ରାଜନୈତିକ ଦଳର କିଏ ପ୍ରାର୍ଥୀ ହେଲେ କ'ଣ ତାଙ୍କର କାର୍ଯ୍ୟକ୍ରମ ଆମେ ଯାଉନୁ। ଆମ ଦଳର ଗ୍ୟାରେଣ୍ଟି ନେଇ ଆମେ ଲୋକଙ୍କ ପାଖକୁ ଯିବୁ। ଆମେ ଆଶାବାଦୀ ଯେ ଲୋକ ଏ କଥାକୁ ଗ୍ରହଣ କରିବେ।